ନୂଆ ବର୍ଷ ହେଲେ ସମସ୍ତ ସରକାରୀ ଅଫିସରେ ଭିଡ଼ ଲାଗେ, କାରଣ ସମସ୍ତ କର୍ମଚାରୀମାନେ ତାଙ୍କର ଉପରିସ୍ଥ ଅଧିକାରୀଙ୍କୁ ଯାଇ ଭେଟଘାଟ ହୁଅନ୍ତି, ନୂଆବର୍ଷର ଅଭିନନ୍ଦନ ଜଣାନ୍ତି ଓ ସେହିଭଳି ପ୍ରକାର ସମସ୍ତ ରାଜନୈତିକ କାର୍ଯ୍ୟାଳୟ ସ୍ତରରେ ମଧ୍ୟ କର୍ମୀମାନଙ୍କର ଭିଡ଼ ଲାଗେ, କାରଣ ସମସ୍ତ କର୍ମୀମାନେ ମଧ୍ୟ ତାଙ୍କର ଜନପ୍ରତିନିଧିମାନଙ୍କୁ ସମ୍ମାନ ଜଣାଇ ନୂତନ ବର୍ଷର ଅଭିନନ୍ଦନ ଜଣାନ୍ତି। ଜୟ ଜଗନ୍ନାଥ। ବର୍ତ୍ତମାନ ଆପଣ ଜାଣିଥିବେ ମାନ୍ୟବର ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ମହୋଦୟ ଡିକ୍ଲେୟାର କରିଛନ୍ତି ଯେ କୌଣସି ସରକାରୀ କାର୍ଯ୍ୟାଳୟରେ ଆଉ ହେବନି ନୂଆବର୍ଷ ପାଳନ। ଇଂରାଜୀ ନବବର୍ଷକୁ କୌଣସି ସରକାରୀ କାର୍ଯ୍ୟାଳୟରେ ପାଳନ କରାଯିବ ନାହିଁ। ଯେମିତିକି କେକ୍ କଟାଯିବ ନାହିଁ, ବୋଧିବାଚାର ଆସର ହେବ ନାହିଁ, ମାନେ ଫୁଲ ତୋଡ଼ା ଯାଇକି ଲୋକ ଗହଳି ହେବ ନାହିଁ, ଲୋକଙ୍କ କାର୍ଯ୍ୟ କରିବା ପାଇଁ ସେଦିନ ବ୍ୟାଘାତ କରିଛନ୍ତି ସିଏ, ଯେଉଁଟାକି ସେ ନିଜେ ମଧ୍ୟ କହିଛନ୍ତି ଯେ ମୁଁ ମୁଖ୍ୟମନ୍ତ୍ରୀ ହେଲେ ମଧ୍ୟ ମୁଁ ନିଜେ ସେଦିନ ନିଜ କାର୍ଯ୍ୟାଳୟ ଯାଇ କାର୍ଯ୍ୟ କରିବି, ଯାହାକି ଗୋଟେ ଚାଞ୍ଚଲ୍ୟ ସୃଷ୍ଟି କରିଦେଇଛି ଯେ ଏଭଳି ପଦକ୍ଷେପ ସରକାର କ'ଣ ପାଇଁ ନେଇଛନ୍ତି, ଏହା ପଛରେ କାରଣ କ'ଣ? ଆପଣ ଯଦି ଜାଣିଛନ୍ତି ନିହାତି କମେଣ୍ଟରେ ଉତ୍ତର ରଖନ୍ତୁ। ଯେହେତୁ ଆମେ ଓଡ଼ିଶାରେ ରହୁଛେ, ଆମର ପରମ୍ପରା ସଂସ୍କୃତି ଅନୁସାରେ ଆମର ନବବର୍ଷ ହେଉଛି ପଣା ସଂକ୍ରାନ୍ତି ବା ହନୁମାନ ଜୟନ୍ତୀ ଦିନ। ସେଦିନ ଆମେ ବହୁତ ଧୁମଧାମରେ ପାଳନ କରିବା ଉଚିତ। ଯେମିତିକି ଇଂରାଜୀ ନବବର୍ଷ ବହୁତ ଧୁମଧାମରେ ପାଳନ କରାଯାଉଛି, ସେଦିନ ମଧ୍ୟ ଆମେ ସମସ୍ତ ଓଡ଼ିଆ ଏକଜୁଟ ହୋଇ ବହୁତ ଧୁମଧାମରେ ପଣା ସଂକ୍ରାନ୍ତି ପାଳନ କରିବା ଉଚିତ।